ଗ୍ରାମାଞ୍ଚଳର ଗମନାଗମନର ସୁବିଧା କରିବା ପାଇଁ ରାଜ୍ୟ ସରକାର ହେଉ କେନ୍ଦ୍ର ସରକାର ହୁଅନ୍ତୁ ବିଭିନ୍ନ ପ୍ରକାର ଯୋଜନା କରି ଖର୍ଚ୍ଚ କରୁଛନ୍ତି କୋଟି କୋଟି ଟଙ୍କା। ହେଲେ ଅନେକାଂଶରେ ଦେଖାଯାଇଛି ଯେ ଯୋଜନା ହେଉଛି ବିଫଳ, ଯୋଜନା ହେଉଛି ବିପଦଗାମୀ। ଆଜି ଆମେ ଅଛୁ ବାଲେଶ୍ୱର ଜିଲ୍ଲା ଖଇରା ଅନ୍ତରା ଅଞ୍ଚଳରେ, ଯୋଉଠି ଏକ ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା 2,46,00,000 ଟଙ୍କା ଅଟକଳ ବ୍ୟୟରେ ଆରମ୍ଭ ହୋଇଛି ଏକ ରାସ୍ତା, ଯାହାକି 2 ବର୍ଷ ବିତିଗଲାଣି ରାସ୍ତା କାମର ଅଗ୍ରଗତି ଘଟିନାହିଁ। ଠିକାଦାର ମନମୁଖୀ କାମ କରୁଥିବାର ଅଭିଯୋଗ କରୁଛନ୍ତି ଗ୍ରାମବାସୀ। ଏଭଳି ଏକ ଚିତ୍ର, ନଗ୍ନ ଚିତ୍ର ମୁଁ କ୍ୟାମେରା ପର୍ସନକୁ କହିବି, ମୋର ସହଯୋଗୀକୁ କହିବି ରାସ୍ତାର ଚିତ୍ର ଦେଖେଇବେ କିଭଳି ଭାବରେ ରାସ୍ତାର ଅବସ୍ଥା ରହିଛି, ଯାହାକି ସାମାନ୍ୟ ଟିକିଏ ପାଣି ହେଲେ ଆଣ୍ଠୁଏ ଉଚ୍ଚର ପାଣି ଏ ରାସ୍ତାରେ ଯାଉଛି। ଅଞ୍ଚଳରେ ଥିବା ପିଲାମାନେ କୁହନ୍ତୁ, ଲୋକମାନେ କୁହନ୍ତୁ, ଯେଉଁମାନେ ଆପଣଙ୍କର ଚାଷ କାର୍ଯ୍ୟ କରୁଛନ୍ତି ବା ବଜାର ଘାଟକୁ ଯାଉଛନ୍ତି, ଲୋକମାନେ ବର୍ଷା ଦିନେ ଘରୁ ବାହାରି ପାରୁନାହାନ୍ତି, ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ଆପଣ ସ୍କୁଲ କଲେଜ କୁହନ୍ତୁ, ପିଲାମାନେ ଯିବାରେ ଅସୁବିଧା ଭୋଗ କରୁଛନ୍ତି। ଏବଂ ଏଇ ଯୋଉ ରାସ୍ତା କାମ ହଉଛି, ଠିକାଦାର ମନମୁଖୀ କାର୍ଯ୍ୟ କରୁଥିବା ବେଳେ କିଭଳି ଭାବରେ କାର୍ଯ୍ୟ କରୁଛନ୍ତି ତାହା ଆପଣମାନେ ଅନୁମାନ କରୁଥିବେ, ଯାହାକି ଏକ ମାନେ ନିମ୍ନମାନର କାମ ହେଉଥିବା ଏ ଗ୍ରାମବାସୀ ମାନେ ଅଭିଯୋଗ କରୁଛନ୍ତି। ଆମ ସହିତ କିଛି ଗ୍ରାମବାସୀ ଅଛନ୍ତି, ଆମେ ସିଧାସଳଖ ତାଙ୍କ ସହିତ କଥା ହେବା, ସେମାନେ କଣ କହୁଛନ୍ତି, କଣ ପ୍ରତିକ୍ରିୟା ରଖୁଛନ୍ତି, କଣ କହିବେ ସାର୍? ଆମର 2 ବର୍ଷ ହେଲାଣି କାମ ଏଇଭଳି ପକେଇ କରୁଛନ୍ତି। କଲେଜ ପିଲା ବି ଶହ ଶହ ବାଟ ଯାଉଛନ୍ତି। ଆମ ଗ୍ରାମବାସୀ ବାହାରି ପାରୁନାହୁଁ, ମେଡ଼ିକାଲ ଯାଇପାରୁନାହୁଁ, ମେଡ଼ିକାଲ ପାଇଁ ବହୁତ ଅସୁବିଧା ହେଉଛି। ସେଥିପାଇଁ ଯେତେ କହିଲା ପରେ ବି ସେମାନେ ଶୁଣୁନାହାନ୍ତି, କରୁନାହାନ୍ତି। ଆମର ଅଭିଯୋଗ ଏତିକି ରହିଛି, ଆମ ରାସ୍ତା କମ୍ପ୍ଲିଟ୍ ହଉ। ଏ ଯୋଉ ରାସ୍ତା ଆପଣ ଦେଖୁଛନ୍ତି ହେଉଛି ବାଲେଶ୍ୱର ଜିଲ୍ଲାର ଶେଷ ଭାଗ ଏବଂ ଭଦ୍ରକ ଜିଲ୍ଲାର ଶେଷ ଭାଗ। এই ରାସ୍ତା ଦୁଇଟି ଜିଲ୍ଲାର ସଂଯୋଗ ସ୍ଥାପନ କରୁଛି, ଯାହାକି ଏଇ ରାସ୍ତା ଉପରେ ଯେଉଁମାନେ ନିର୍ଭର କରୁଛନ୍ତି, ବର୍ତ୍ତମାନ ଯଦି ରୋଗୀଟିଏ ପଡ଼େ ସେ ଆମ୍ବୁଲାନ୍ସରେ ଡାକ୍ତରଖାନା ଯାଇପାରୁନାହିଁ। ଏ ହେଉଛି ଏକ ଦୁଃଖଦ ଘଟଣା। ଆପଣମାନେ ଶୁଣୁଥିଲେ, ପ୍ରତିକ୍ରିୟା ପ୍ରକାଶ କରୁଥିଲେ ସ୍ଥାନୀୟ ବାସିନ୍ଦା, ଏବଂ ଆମ ସହିତ ଆହୁରି ଗ୍ରାମବାସୀ ଅଛନ୍ତି, ଆମେ କଥା ହେବା। କ'ଣ କହିବେ ସିଏ, କ'ଣ ସାର୍ କହିବେ? ମଝିରେ ଯେତେବେଳେ ଆମର ଯୋଉ ବାତ୍ୟା ଯୋଉ ଥିଲା, ସେ ଟାଇମରେ ମେଡିକାଲ କେସ୍ରେ ଆମେ ସେଇଠୁ କ'ଣ କଲୁ ନା, ଯାହାଫଳରେ କି ପାଣି ଭଲ ଭାବରେ ପୁରା ୟା ଉପରେ ଚାଲୁଥିଲା, ରୋଡ କାମଟା ସଠିକ ଭାବରେ ହେଇନାହିଁ। ଯେତେବେଳେ ନ ହେଇଥିଲା, ମେଡିକାଲ ନେବା ପାଇଁ ହେଲେ କାନ୍ଧରେ ବସେଇକି ଆମେ ପିଲାଙ୍କୁ ନେଇଛୁ। ଆଉ ଯାହା ଫଳରେ କି ବହୁତ ଅସୁବିଧା ହେଲା, ମେଡିକାଲ ଯାଇପାରିଲୁ ନାହିଁ। ଯାହାଫଳରେ କି ଏଠି ବି ବାସ୍ୟସ୍ଥଳୀ ନାହିଁ, ଯାଇକି ପଞ୍ଚାୟତ ରହିଲା ଦୂରରେ, 2-2.5 କିଲୋ 3 କିଲୋମିଟର ଦୂରରେ ରହିଲା। ମେଡିସିନ ଭଲ ମନ୍ଦ ପାଇଁ ଏଠିକି ସଠିକ ସବୁ ସୁବିଧା ରହୁନାହିଁ, ଆଶା ଦିଦି କତରୁ ନେଇକି ସବୁ। କିନ୍ତୁ ରୋଡ କାମ କଣ୍ଟ୍ରାକ୍ଟର ଦେଖା ଦର୍ଶନ ନାହିଁ, କି କହିଲା ବେଳୁ କାମ କରୁନାହିଁ। କାଦ ହଉଛି, କଲେଜ ପିଲା, ସ୍କୁଲ ପିଲା, ଯାହାଫଳରେ କେହି ଆମେ ସଠିକ ଭାବରେ ଉପକୃତ ହେଇପାରୁନାହୁଁ। ଯାହାଫଳରେ କି ଗଭର୍ଣ୍ଣମେଣ୍ଟକୁ ଆମେ ଚାହୁଁଛୁ, ଆମେ ଯାହାଫଳରେ କି ରାସ୍ତାଟା ସଠିକ ଭାବରେ ତୁରନ୍ତ କାମ କରନ୍ତୁ। ଆପଣମାନେ ଶୁଣୁଥିଲେ କିଭଳି ଭାବରେ କ୍ଷୋଭର ସହିତ ପ୍ରକାଶ କରୁଛନ୍ତି ଗ୍ରାମବାସୀ। ନାହିଁ ନଥିବା ଅବସ୍ଥାର ସମ୍ମୁଖୀନ ହେଉଛନ୍ତି, ଯାହାକି ଘରୁ ସେମାନେ ବର୍ଷା ଦିନେ ଘରୁ ମଧ୍ୟ ବାହାରି ପାରୁନାହାନ୍ତି, ସ୍କୁଲ କଲେଜକୁ ପିଲାମାନେ ଯାଇପାରୁନାହାନ୍ତି। ଏଠି ଯାହା ସ୍ପଷ୍ଟ ଚିତ୍ର ଜଣାପଡ଼ୁଛି, ଠିକାଦାର ଅଫିସରଙ୍କ ମଧୁଚନ୍ଦ୍ରିକାରେ ଚଳୁ ହେଉଛି କୋଟି କୋଟି ଟଙ୍କା। ରାସ୍ତା ନିମ୍ନମାନର ହେଉଥିବା ଅଭିଯୋଗ କରୁଛନ୍ତି ଗ୍ରାମବାସୀ। ଏ ରାସ୍ତାକୁ ନେଇକି ଗ୍ରାମବାସୀ ଆମ ସହିତ ଅଛନ୍ତି, ଗ୍ରାମବାସୀ ସେ କ'ଣ କହୁଛନ୍ତି ଆସନ୍ତୁ ଶୁଣିବା। କ'ଣ କହିବେ ସାର୍? ମୁଁ ପ୍ରଫୁଲ୍ଲ କୁମାର ମହାନ୍ତି, କନ୍ଦଡ଼ା ମହତିପୁର ଆମର ଜମି ଯିବାରୁ ଆମେ ଅଧିକ କିଛି ପାଇଲୁ ନାହିଁ ସରକାର ଠାରୁ। ଆମର ଏ କାମ ଯଦି ବା ହେଉଛି, ଆମର ଏ ରାସ୍ତା ଭଲ ଭାବରେ କାମ ହେବା ଦରକାର, ନଚେତ ଆମର ଗାଁବାସୀ ମହତିପୁର କନ୍ଦଡ଼ା ମିଶି ଆମର ଇଏ ରାସ୍ତାକୁ ବ୍ରେକ୍ କରିଦେବୁ। ଆମେ ଏ କାମର ସନ୍ତୁଷ୍ଟ ନୁହେଁ। ପାଣି ଯେତେବେଳେ ଆସୁଛି ସୁଠ ଭଲ ଭାବେ ପଡ଼ିପାରୁନାହିଁ, ଆମର ଚାଷ ବହୁତ କ୍ଷତି ହେଉଛି। ଏ କାମ ଯଦି ଭଲ ଭାବେ ନ କରିବେ, ଆମେ ହେଉଛି ଏ କାମକୁ ବ୍ରେକ୍ କରିଦେବୁ। ଆପଣମାନେ ଶୁଣୁଥିଲେ କିଭଳି ଭାବରେ କ୍ଷୋଭ ପ୍ରକାଶ କରୁଛନ୍ତି ଗ୍ରାମବାସୀ ମାନେ ରାସ୍ତାକୁ ନେଇ। ରାସ୍ତାର କାର୍ଯ୍ୟ ମନ୍ଥର ଗତିରେ ଚାଲୁଥିବା ବେଳେ ନିମ୍ନମାନର କାର୍ଯ୍ୟ କରୁଛନ୍ତି ଠିକାଦାର। ଏଠି ଯାହା ସ୍ପଷ୍ଟ ଚିତ୍ର ଜଣାପଡ଼ୁଛି ଯେ ଠିକାଦାର ଏବଂ ଅଫିସରଙ୍କ ମଧୁଚନ୍ଦ୍ରିକାରେ ରାସ୍ତା କାମ, ଯାହାକି ସ୍ପଷ୍ଟ ଚିତ୍ର ଆମେ ଯାହା ଦେଖୁଥିଲେ, ରାସ୍ତା କାମ ନିମ୍ନମାନର ହେଉଛି। ଏବଂ ରାସ୍ତାରେ ସରକାରଙ୍କର ବ୍ୟୟ ଅଟକଳ ରହିଛି 2,46,00,000 ଟଙ୍କା। ଏ 2,46,00,000 ଟଙ୍କା ଅନୁଦାନରେ ଆରମ୍ଭ ହୋଇଥିବା ଏ ରାସ୍ତା କାର୍ଯ୍ୟ ଅତି ନିମ୍ନମାନର ହୋଇଥିବା ଗ୍ରାମବାସୀ ମାନେ ଅଭିଯୋଗ କରୁଛନ୍ତି। ବାକି ରହିଲା କେବେ
ଏ ରାସ୍ତାର ଉନ୍ନତିକରଣ ହେଉଛି ଏବଂ ଠିକାଦାର ଏକୁ ସମ୍ପୂର୍ଣ୍ଣ କରୁଛନ୍ତି। ଦେଖିବାକୁ ବାକି ରହିଲା। ବାଲେଶ୍ୱର ଅନ୍ତରାରୁ ତ୍ରିଲୋଚନ ଉପାଧ୍ୟାୟ, ନକ୍ଷତ୍ର ନ୍ୟୁଜ୍।